ସରକାରଙ୍କ ତରଫରୁ ବହୁତ ବଡ଼ ରିକ୍ୱାରମେଣ୍ଟ ବାହାରିଛି। ଗ୍ରୁପ୍ ବି ପୋଷ୍ଟ ଓଏସ୍ଏସ୍ସି ତରଫରୁ ଗ୍ରାଜୁଏଟ୍ ଲେଭେଲ୍ କମ୍ବାଇନ୍ ଫର୍ଷ୍ଟ ଗ୍ରାଜୁଏଟ୍ ପିଜି ଲେଭେଲ୍ ପୋଷ୍ଟ ବାହାରିଛି। ଯେଉଁମାନେ ପିଜି ପାସ୍ କରିତେ ତାଙ୍କ ପାଇଁ ଏହି ପୋଷ୍ଟ ବାହାରିଛି। ଭଲ ପୋଷ୍ଟଟା ଦେଖନ୍ତୁ। ପ୍ରଥମେ ଦେଖିବା ଆବେଦନ ତାରିଖ 12/1/11/2 ଲାଷ୍ଟ ଡେଟ୍ ଜାଣିପାରିଲେ। ଏବଂ ଯେଉଁମାନେ କରେକ୍ସନ୍ କରିବା ପାଇଁ ଚାହିଁବେ 17/2/2024 ସୁଦ୍ଧା। ଏଇଟା ସବୁ 12 ସମାନ ରହିଛି। ବୁଝିପାରିଲେ। 17 ତାରିଖ କରେକ୍ସନ୍ ପାଇଁ ଯେଉଁମାନେ ଭୁଲ ହେଇଥିବ ଯାହା ହେଇଥିବ କରେକ୍ସନ୍ କରିବା ପାଇଁ ବାହାରିଲା। ଏଇଟା ହେଉଛି PGL ପୋଷ୍ଟଟା ଜାଣିପାରିଲେ। ଏ ସବୁ ଦେଇଛି ଟିଚର ଏଜୁକେସନ୍ ଫାଉଣ୍ଡେସନ୍ କୋର୍ସ ପାଇଁ। ନମ୍ବର ଅଫ୍ ଭ୍ୟାକେନ୍ସି ଡିପାର୍ଟମେଣ୍ଟ ଲେଭେଲ୍ 35,000 1,12,400 ପର୍ଯ୍ୟନ୍ତ ଲେଭେଲ୍ 9 ସେଲ୍ 1 ସବୁ 2017 ରୁଲ୍ ଅନୁସାରେ ଜାଣିପାରିଲେ। ଏଇ ପୋଷ୍ଟଟା ଏଇଟା ସବୁ ନେମ୍ ଅଫ୍ ଦ ପୋଷ୍ଟ। ଏଇଟା ସବୁ ତାର ପୋଷ୍ଟ ଆଗ ଟିଚର ଏଜୁକେସନ୍ ଇନ୍ ସାଇନ୍ସ ଟିଚର ଏଜୁକେସନ୍ ଇନ୍ ହିଷ୍ଟ୍ରି। ଏଇଟା କେଉଁମାନଙ୍କ ପାଇଁ ଯେଉଁମାନେ ପିଜି କରିଥିବେ ତାଙ୍କ ପାଇଁ ପୋଷ୍ଟଟା। ଏଇଟା ସବୁ ତଳକୁ ସବୁ ବହୁତ ପୋଷ୍ଟ ବାହାରିଛି। ଆର୍ଟ ଏଜୁକେସନ୍ ଫିଜିକାଲ ଏଜୁକେସନ୍ ପାଇଁ ଜାଣିପାରିଲେ ସବୁ ଭଲ ପୋଷ୍ଟ ବାହାରିଛି। ତେଣୁ ଆପଣମାନେ ଯେଉଁମାନେ କ୍ୱାଲିଫାଇ କରିଥିବେ ପିଜି ୱିଥ୍ ବିଇଡ଼ି ସେମାନେ ହିଁ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ଏଠି ସବୁ କାଟାଗୋରୀ ଅନୁସାରେ ମେନ୍ସନ୍ ଅଛି। UR SC ST ଏରେ ଟୋଟାଲ୍ ପୋଷ୍ଟ SEBC ଏଇଟା ହେଉଛି ଟିଚର ଏଜୁକେଟର ଇନ୍ ଫାଉଣ୍ଡେସନ୍ କୋର୍ସ ଟିଚର ଏଜୁକେଟର ସାଇନ୍ସ ମାନଙ୍କ ପାଇଁ ସବୁ ଏଇଟା ପୋଷ୍ଟ ବାହାରିଛି। ତଳକୁ ସବୁ ଦେଖିବା। ଏଠି ସବୁ ଭ୍ୟାକେନ୍ସି ପୋଜିସନ୍ ରିଜର୍ଭମାନଙ୍କୁ ଯେଉଁ PW ମାନଙ୍କ ପାଇଁ କେତେଟା କ'ଣ ଭ୍ୟାକେନ୍ସି ସବୁ ଏଠି ମେନ୍ସନ୍ ହେଇଛି। ଏବେ ଦେଖିବା କ୍ୱାଲିଫିକେସନ୍ ହେଉଛି ପ୍ରଥମ ପୋଷ୍ଟ ଆମର କ'ଣ ଥିଲା ଟିଚର ଏଜୁକେଟର ଇନ୍ ଫାଉଣ୍ଡେସନ୍ କୋର୍ସ। ଏଇଟା ହେଉଛି ପିଜି। ତା ସହିତ BD କିମ୍ବା DELED ବା CT ଯାହା ବି ସେମାନେ କରିଥିବେ ସେମାନେ ଏଇ ପୋଷ୍ଟକୁ ଆବେଦନ କରିବେ। ତତ୍ସଙ୍ଗେ 50% ଥିବା ଦରକାର 50% ଥିବା ଦରକାର BD କିମ୍ବା CT କରିଥିଲେ ଏବଂ MPhil PhD ମଧ୍ୟ କରିଥିଲେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ବୁଝିପାରିଲେ। ସେଇଟା ମଧ୍ୟ ଟିଚର ଏଜୁକେଟର ଇନ୍ ସାଇନ୍ସ ସେଇଟା ମଧ୍ୟ ସେମାନେ ମଧ୍ୟ MED କରିଥିଲେ ମଧ୍ୟ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ପିଜି ସହିତ MED କରିଥିଲେ। ସେପରି ଟିଚର ଏଜୁକେଟର ଇନ୍ ହିଷ୍ଟ୍ରି ଏଇଟା ମଧ୍ୟ ମାଷ୍ଟର ଅଫ୍ ଆର୍ଟସ୍ ତା ସହିତ MED କରିଥିଲେ ଏଇ ପୋଷ୍ଟକୁ ଆବେଦନ କରିପାରିବେ। ମାଷ୍ଟର ଅଫ୍ ଏଜୁକେସନ୍ ବୁଝିପାରିଲେ। ସବୁ ସେହିପରି ପୋଷ୍ଟ ଏଠି ସବୁ ତଳକୁ ତାର କ୍ୱାଲିଫିକେସନ୍ ମେନ୍ସନ୍ ହେଇଛି। ବୟସ 21 ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ ବୟସ ମିନିମମ୍ ବୟସ 1/1/2025 ଯଦି ଆପଣଙ୍କର 21 ବର୍ଷ ହେଇଥିବ ତାହେଲେ ଏ ପୋଷ୍ଟକୁ ଆବେଦନ କରିପାରିବେ। ନିଶ୍ଚୟ ଯେଉଁମାନେ ପିଜି କରିଥିବେ ତାଙ୍କର ତ ବୟସ ନିହାତି ହେଇଥିବ ଏକା। ଯେଉଁମାନେ ପିଜି ସରିଥିବେ MD ସରିଥିବେ ତାଙ୍କର ଆଉ ବୟସ ଆଉ କ'ଣ ହେଇଥିବ ନିହାତି। ସବୁ ଜାଣିପାରିଲେ ଏଇ ପୋଷ୍ଟ ଭଲ ପୋଷ୍ଟ ଯେଉଁମାନେ କ୍ୱାଲିଫାଇ କରିଥିବେ ଏବଂ କମ୍ପିଟିସନ୍ ମଧ୍ୟ କମ୍। ପ୍ରଥମେ ହେବ ପ୍ରିଲିମିନାରୀ ଏକ୍ଜାମ୍ 150 ମାର୍କ ବୁଝିପାରିଲେ। ତାପରେ ନେକ୍ସଟ ହେବ ମେନ୍ ଏକ୍ଜାମ୍ 200 ମାର୍କ। ତାପରେ ସାର୍ଟିଫିକେଟ୍ ଭେରିଫିକେସନ୍ 2 ଟାଇମ୍ସ ନେବେ। ଯେତେ ମାନେ ଆପଣ କ୍ୱାଲିଫାଇ କରିବେ ଷ୍ଟେଜ୍ 2ରେ ସେତିକି ତାଙ୍କର 2 ଟାଇମ୍ ନେବେ ଜାଣିପାରିଲେ। ତାପରେ ମେରିଟ୍ ଲିଷ୍ଟ ବାହାରିବ। ଯେଉଁମାନେ ପାଇଥିବେ ସେମାନେ ଜଏନ୍ କରିଯିବେ। ଏଇଟା ଥିଲା ଟିଚର ଏଜୁକେସନ୍ ପାଇଁ ଭଲ ପୋଷ୍ଟ ବହୁତ ଭଲ ପୋଷ୍ଟ ବାହାରିଛି। ଯେଉଁମାନେ ପିଜି ତା ସହିତ MED କରିଥିବେ ତାଙ୍କ ପାଇଁ ଏଇଟା ଭଲ ପୋଷ୍ଟ ଆଗ ବୁଝିପାରିଲେ। ତେଣୁ ଆପଣମାନେ ଭିଡ଼ିଓକୁ ସେୟାର କରନ୍ତୁ ସାଙ୍ଗସାଥିମାନଙ୍କୁ। ଯେଉଁମାନେ ଜାଣିପାରନ୍ତି ସେମାନେ ଜାଣିପାରିବେ। ରହିଲି ଧନ୍ୟବାଦ।
ନେକ୍ସଟ ପରବର୍ତ୍ତୀ ଭିଡ଼ିଓରେ ଦେଖା ହେବା।